ମା ବେ ପାନ ଗୁଆ ଥୋଇ ପାନ ଗୁଆ ତୋର ମାସିକ ଧର୍ମ ମୋର। ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣ ମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣ ମାନେ ମତେ ଦେଖୁଛନ୍ତି ତେବେ ନିଶ୍ଚିତ ଲାଇକ୍ କରନ୍ତୁ, କମେଣ୍ଟ ବକ୍ସରେ ଆପଣଙ୍କର ଇଷ୍ଟ ଦେବତାଙ୍କ ନାଁ ଲେଖନ୍ତୁ। ଯଦି ସବସ୍କ୍ରାଇବ୍ କରିନାହାନ୍ତି ତେବେ ସବସ୍କ୍ରାଇବ୍ କରେଇ ନିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ ବଟନ୍ ନିଶ୍ଚିତ ଦବେଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ନଭେମ୍ବର ମାସ 5 ତାରିଖ, ଓଡ଼ିଆ କାର୍ତ୍ତିକ ମାସ 20 ଦିନ, ବୁଧବାର, ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି, ଯାହା ସନ୍ଧ୍ୟା 6:49 ପର୍ଯ୍ୟନ୍ତ ରହୁଛି। ତାପରେ ପ୍ରତିପଦା ତିଥି ଆରମ୍ଭ ହେଉଛି। ଆଜି ଅଶ୍ୱିନୀ ନକ୍ଷତ୍ର, ଯାହା ଦିବା 9:40 ପର୍ଯ୍ୟନ୍ତ ରହୁଛି। ତାପରେ ଦୁଜା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ମେଷ ରାଶିରେ ଚନ୍ଦ୍ର ଯାହାକି ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 5:51 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5:09। ଆଜି ଯାହାକି ଯୁଗ୍ନି ରହିଛି ବାୟୁକୋଣରେ, ଯାହା ସନ୍ଧ୍ୟା 6:49 ପର୍ଯ୍ୟନ୍ତ, ତାପରେ ଯୁଗ୍ନି ପୂର୍ବ ଦିଗରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି ମେଷ ରାଶି ବ୍ୟକ୍ତିଙ୍କର। ଆଜି ଘାତବାର ରହିଛି କର୍କଟ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର କୌଣସି ପୁଷ୍କର ଦୋଷ ଲାଗୁନାହିଁ। ଆଜି ପୂର୍ଣ୍ଣିମାରେ ଶ୍ରାଦ୍ଧ ନିଷିଦ୍ଧ ଖାଦ୍ୟ ରହିଛି, ଯାହାକି ଆମିଷ ତତ୍ସହିତ ପାଣି କଖାରୁ ଭୋଜନ ନିଷେଧ ରହିଛି ଏବଂ ଆଜି ପୂର୍ଣ୍ଣିମା ଯୋଗୁଁ ହଳ ନିଷେଧ ରହିଛି। ତେବେ ଆଜି କନ୍ୟା ଯଦି ପ୍ରଥମ ରଜବତୀ ହେଲା, ଯାହା ଦିବା 9:40 ପରେ, ତେବେ ନିଶ୍ଚିତ 10 ମାସ ଗଣ୍ଡ ଦୋଷ ଲାଗିବ। ଆଜି ହେଉଛି କାର୍ତ୍ତିକ ପୂର୍ଣ୍ଣିମା, ଯାହାକୁ ଆମେ ରାସ ପୂର୍ଣ୍ଣିମା କହିଥାଉ। ତେବେ ଆଜି କାର୍ତ୍ତିକ ବ୍ରତ ସମାପନ, ତତ୍ସହିତ ଆଜି କାର୍ତ୍ତିକ ସ୍ନାନ ସହିତ ବୋଇତ ବନ୍ଧାଣ। ଆଜି ଧର୍ମକୃତ କାର୍ଯ୍ୟ ରହିଛି, ଯାହାକି କାର୍ତ୍ତିକ ପୂର୍ଣ୍ଣିମାକୃତ ସ୍ନାନ। ତେବେ ଆଜି କାର୍ତ୍ତିକ ବ୍ରତର ଯାହାକି 30 ଦିନ ପୂର୍ତ୍ତି, ଏଣୁ ବ୍ରତର ପୁନର୍ଜନ। ତେଣୁ ଆଜି ଯାହାକି କାର୍ତ୍ତିକ କୃତ ସ୍ନାନାଦି କରିବା ସହିତ ବ୍ରତ ଉପବାସ, ଚନ୍ଦ୍ର ପୂଜା, ନିଶି ପାଳନ ଏବଂ ରାତ୍ରିରେ ସ୍ତ୍ରୀ ତୈଳ ବର୍ଜନ ରହିଛି। ତେବେ ଆଜି ନଦୀ, ପୁଷ୍କରଣୀ, ସାଗର, ସଙ୍ଗମସ୍ଥଳ ତଥା ତୀର୍ଥସ୍ଥାନ ମାନଙ୍କର ପୂର୍ଣ୍ଣିମା ଦୁଜା ନକ୍ଷତ୍ର ଯୁକ୍ତ ମହତୀ ସ୍ନାନ ଯୁଗ, ଦାନ ଓ ତର୍ପଣ ତତ୍ସହିତ ଦେବ ଦର୍ଶନ। ଏବଂ ଆଜି ଯାହାକି ଶରଦ ରାସର ଯାତ୍ରା ସମାପ୍ତ, ଯାହା ଭଗବାନ ଶ୍ରୀକୃଷ୍ଣଙ୍କର। ଆଜିର ଶୁଭ ବାର୍ତ୍ତା। ଆଜି କାର୍ତ୍ତିକ ପୂର୍ଣ୍ଣିମା। ଯେଉଁମାନେ କାର୍ତ୍ତିକ ବ୍ରତ କିମ୍ବା ପଞ୍ଚୁକ ବ୍ରତ କରିଛନ୍ତି ସେମାନଙ୍କର କଥା କ'ଣ କହିବି। ତେବେ ଆଜି ଯେଉଁମାନେ କାର୍ତ୍ତିକ ବ୍ରତ ବା ପଞ୍ଚୁକ ବ୍ରତ କରିନାହାନ୍ତି, ତେବେ ସେମାନଙ୍କୁ ମୁଁ ନିଶ୍ଚିତ କହି ରଖୁଛି ଯେ ଆଜି ଆବତ ଗୋଟିଏ ଦିନ ନିହାତି ସ୍ନାନ ସହିତ ବ୍ରତର ବିଧି ପାଳନ କରନ୍ତୁ। ଏହି ସବୁ କାର୍ଯ୍ୟ କରିଲେ ଆପଣଙ୍କର ଗ୍ରହ ଶାନ୍ତି ହେବା ସହିତ ଯେଉଁମାନଙ୍କୁ ଔଷଧ କିଛି କରାଯାଇଛି ବୋଲି ଭାବୁଛନ୍ତି, ତେବେ ତାହା ମଧ୍ୟ ଖଣ୍ଡନ ହୋଇଥାଏ। ତେଣୁ ଆପଣମାନେ ନିଶ୍ଚିତ ପାଳନ କରନ୍ତୁ ଏବଂ ଆପଣଙ୍କର ଭାଗ୍ୟକୁ ପରିବର୍ତ୍ତନଶୀଳ କରାନ୍ତୁ। ଆଜିର ଅଶୁଭ ବେଳା, ଯାହା ଦିବା 8:43 ଦିବା 10:07 ମଧ୍ୟ ରହିଛି କାଳବେଳା। ସେହିଭଳି ଦିବା 11:31 ଦିବା 12:55 ମଧ୍ୟ ରହିଛି ବାରବେଳା, ତତ୍ସହିତ ରାହୁକାଳ। ସେହିଭଳି ରାତ୍ରି 2:43 ରାତ୍ରି ଯାହାକି 4:20 ମଧ୍ୟ ରହିଛି କାଳରାତ୍ରି। ତେବେ କାଳରାତ୍ରି, ରାହୁକାଳ, ବାରବେଳା, କାଳବେଳା ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ସକାଳ 6:39 ଯାହାକି ଦିବା 8:42 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସନ୍ଧ୍ୟା 5:58 ରାତ୍ରି 10:14 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 1:39 ରାତ୍ରି 2:42 ମଧ୍ୟ ରହିଛି ଶୁଭ ବେଳା।
तेबे चलंतु जानिबा आजिर राशिफल जहा चंद्रगोचर गणना द्वारा जानिबा मेष ठारू मीन राशि पर्यंत। तेबे प्रथमे चलंतु जानिबा मेष राशि व्यक्तिଙ୍କ विषय। मेष राशि व्यक्ति आज निजर व्यक्तित्व बलरे समस्त कार्य हासिल करिबार क्षमता आपणक पाखरे रहिछि। आपण काहा उपरे निर्भर न करी समस्त कार्य संपादन करिबार पूर्ण जुग रहुछि। तत्सहित मेष राशि व्यक्ति आज निजर व्यक्तिगत व्यवहार द्वारा समस्तଙ୍କ मन जिणिबार पूर्ण ग्रह माने आपणଙ୍କୁ संपूर्ण सहयोग करूछंती। तेबे मेष राशि व्यक्ति आज आपणଙ୍କର दैनंदिन कार्य गुडिक निश्चित सफलदायक एवं क्षण समय संपूर्ण हबार उत्तम जुग बनौछि। आज मेष राशि व्यक्ति आपणଙ୍କର चाकरी संबंधर कार्य गुडिक निश्चित दृष्टि आकर्षण करिवार जुग रहुछि एवं आपणଙ୍କ कार्यशैली संपूर्ण एक भिन्न प्रकार जहाँकि समस्तଙ୍କୁ एक भल वार्ता दबार उत्तम जुग बनौछि। आज मेष राशि व्यक्ति जहाँकि निजर समस्त कार्य संपूर्ण करिबा सहित पूर्वरु अटकी जाइतिबा कार्य मध्य संपूर्ण करिवार पूर्ण शुभ जुग रहुछि। तेबे मेष राशि व्यक्ति आज राजनीतिक सामाजिक क्षेत्र रे आपणकर दक्षता वृद्धि करिबा सहित शिक्षार्थी विद्यार्थी मानकर भाग्य जहाँकि शुभ जुग परिस्थिति रे रहुछि। तत्सहित मेष राशि व्यक्ति आज प्रेम दुनिया रे मधुर वार्तालाप करिवार उत्तम जुग रहुछि। परिवार वर्ग बंधु वर्ग सहित भल संबंध रहिबार अनेक चांस रहुछि। आज मेष राशि व्यक्ति व्यापार वाणिज्य रे आपण निश्चित निजर व्यक्तित्व गठन द्वारा ताहाकु संपूर्ण करिवार क्षमता अर्थात अनेक प्रकार लाभ प्राप्त करिवार उत्तम जुग रहुछि। आज मेष राशि व्यक्ति जहाँकि अर्थ संचय करिबा सहित नूतन व्यापार वाणिज्य निष्पत्ति नबा पई ग्रह माने आपणको संपूर्ण सहयोग करूछंती। आज मेष राशि व्यक्ति स्वास्थ्यगत दृष्टि देखिले आपण संपूर्ण सुस्थ रहिबे। कौनसी स्वास्थ्य समस्या आपणको जहाँकि प्रॉब्लम रे पड़िबे नाही। आज मेष राशि व्यक्तिंकर भाग्य संख्या रहिछि जहाँकि 6। भाग्य रंग आपण नील रंग व्यवहार करि परिबे एवं ग्रह माने आपणको आज 80% साथ दउछंती। एबे चलंतु जानिबा वृष राशि व्यक्तिंक विषय। वृष राशि व्यक्ति आज आपणकर वृत्तिगत कार्य रे अवहेला युक्त रही पारंती। निजर कार्य प्रति सचेतन रुहंतु। तत्सहित आज वृष राशि व्यक्ति जहाँकि आपण चाकरी संबंधर कार्य गुडिकु आपणको अनेक चाप आसीबो एवं कार्य त्रुटि होबार चांस रहुछि। तेणु एहा प्रति ध्यान दबार आवश्यकता रहिछि। तेबे वृष राशि व्यक्ति आज राजनीतिक सामाजिक क्षेत्र दूरता अवलंबन करने सहित छात्र छात्री माने निजर पाठ पढ़ा प्रति सचेतन निहाती आवश्यकता। कारण पाठ पढ़ारे आपण अवहेला युक्त रही पारंती। तेबे वृष राशि व्यक्ति आज प्रेम दुनिया रे आपणଙ୍କ ପାଇଁ आदु भल दिन होई न पारे। अनेक प्रकार आपणଙ୍କର जहाँकि प्रेम संबंध रे किछि झगड़ा कलह युक्त रहुछि। तेणु यहाँ प्रति ध्यान दबार आवश्यकता रहिछि। तेबे वृष राशि व्यक्ति परिवार बंधु वर्गଙ୍କ सहित किछि मनांतर जुग रहुछि। तेणु आवश्यक स्थले आपण चुप रुहंतु। आज जहाँकि वृष राशि व्यक्ति व्यापार वाणिज्य रे आशा ठारू अधिक लाभ करि परिबे नाही परं क्षति सामना करिबा को पड़िबो। तेणु ध्यान पूर्वक निजर व्यापार वाणिज्य करिले बा सचेतन सहकारे आत्मविश्वास रखी कार्य करिले तेबे निश्चित सफलता आडको अग्रगति करिबे। किंतु रिस्कफुल व्यापार वाणिज्य करंतु नाही। आज जहाँकि वृष राशि व्यक्ति आपणଙ୍କର स्वास्थ्यगत दृष्टि देखिले आपणଙ୍କର स्वास्थ्य अस्थिरता देखा देई पारे। पूर्वरु जदि स्वास्थ्य समस्या किछि थिबो आज ताहा पुनर्वृत्ति होबार अनेक चांस रहुछि। आज वृष राशि व्यक्ति कोनोसी कार्य पई दूर यात्रा करूछंती टिके निजको सावधान होई रुहंतु। आज जहा आपणଙ୍କର से दूर यात्रा सफलता होबा भारी कष्टकर। आज वृष राशि व्यक्तिंकर भाग्य संख्या रही जहाँकि 7। भाग्य रंग आपण जहाँकि बैगणी रंग व्यवहार करि परिबे एवं ग्रह माने आपण को आज 70% साथ दउछंती।
चलतु जानिबा मिथुन राशि व्यक्ति विषय। मिथुन राशि व्यक्ति आज प्रत्येक कार्य करुथिला बेले आपणकर छोट भाई किंबा बड़ भाई आपन को सहयोग करि पारंती किंबा परिवार वर्ग बंधु वर्ग किंबा आपणकर सहयोगी निश्चित आपन को सहायता करिवार पूर्ण सुयोग रहुछि। आज मिथुन राशि व्यक्ति दैनंदिन कार्य आगु को बढ़िबा सहित आपणकर चाकरी संबंध रे कार्य गुडी को आपन को बहुत दृढ़ शक्तिशाली करिवो। आपणकर कार्यशैली जहाँ को अन्य मानक एक दृष्टि आकर्षण करि पारे। तत्सहित मिथुन राशि व्यक्ति आपणकर कार्य प्रशंसा पाइबार पूर्ण युग रहुछि। तबे मिथुन राशि व्यक्ति आज राजनैतिक सामाजिक क्षेत्र में कार्य करुଥିବା व्यक्ति मानकर पदमर्यादा बा व्यक्तित्व बढ़ी पारे। तत्सहित मिथुन राशि व्यक्ति आज जहाँ कि आपण शिक्षार्थी विद्यार्थी जदि हेइथिबे इंटरव्यू एग्जाम आज जदि थिबो निश्चित से सफलता प्राप्त करि पारंती जहाँ आपणक भाग्य राशि जना पड़े। मिथुन राशि व्यक्ति आज जहाँ कि प्रेम दुनिया रे जो माने जड़ित अछंती मधुर वार्तालाप करिवार पूर्ण युग रहुछि। तत्सहित आज नूतन प्रेम वार्तालाप करिबा पई उत्तम युग बनौछि। आज मिथुन राशि व्यक्ति परिवार वर्ग बंधु वर्ग सहित भल संबंध रहिबो जहाँ आपणक भाग्य चक्र जना पड़ुछि। तेबे मिथुन राशि व्यक्ति आज व्यापार वाणिज्य रे आशा ठारू अधिक लाभ प्राप्त करिवार उत्तम युग रहुछि। तत्सहित आपण व्यापार वाणिज्य रे जहाँ कि नूतन व्यापार वाणिज्य निष्पत्ति नवा पई ग्रह माने आपन को संपूर्ण सहयोग करूछंती। तत्सहित आज अर्थ मद संचय करि पारंती जहाँ आपन को भाग्य चक्र जना पड़ुछि। तेबे मिथुन राशि व्यक्ति आज कोनोसी कार्य पई जदि दूर यात्रा करूछंती से कार्य रे निश्चित सफलता पाइबे जहाँ आपन को भाग्य चक्र जना पड़ुछि। आज मिथुन राशि व्यक्ति स्वास्थ्य दृष्टि देखिले आपण संपूर्ण सुस्थ रहिबे कोनोसी स्वास्थ्य समस्या रहिबो नाही जहाँ आपण भाग्य चक्र जना पड़ुछि। तेबे मिथुन राशि व्यक्तिंकर भाग्य संख्या रही जहाँ कि 5। भाग्य रंग आपण हालुका कला रंग व्यवहार करि परिबे एवं ग्रह माने आपण को आज 98% साथ दउछंती। एबे चलंतु जानिबा कर्कट राशि व्यक्ति विषय। कर्कट राशि व्यक्ति आज समस्त प्रकार कार्य रे आपण सफलता पाइबार पूर्ण सुयोग रहुछि। आपणकर भाग्य जहाँ कि उच्च स्तर रहुछि जहाँ कि ग्रह माने आपण को शुभयोग परिस्थिति बनौथिबारु आपणकर आज समृद्धि सुख प्राप्त करिवार उत्तम युग रहुछि। तत्सहित आज किछि नूतन आभूषण आनिबार पूर्ण युग रहुछि। तेबे आपणकर शत्रु माने विरुद्ध आवास सत्य मत आपण शत्रु मानक ठारू विजय होबार पूर्ण युग रहुछि। तत्सहित आज कर्कट राशि व्यक्ति आपणकर निर्माणाधीन अटकी जाइथिबा कार्य मध्य आज से विषय कार्य केमिति संपूर्ण हेबो बा संपूर्ण होबा पई एक रास्ता फिटी जिवो जहाँ आपणक भाग्य चक्र जना पड़ुछि। तेबे आज कर्कट राशि व्यक्ति ऑफिस जनित कार्य रे आपण अनेक प्रकार शुभ फल रहुछि जहाँ कि आपणकर कार्य कौशल समस्तंकु दृष्टि आकर्षण करि पारे। तत्सहित कर्कट राशि व्यक्ति आज स्वास्थ्यगत दृष्टि देखिले आपणकर पिता मातांकर जदि किछि स्वास्थ्य समस्या थिबो आज समाधान होई पारे बा आपणकर निजर जदि किछि स्वास्थ्य समस्या थिबो ताहा मध्य समाधान होबार अनेक चांस रहुछि जहाँ पई आपण पूर्वरु विचलित थिले। आज कर्कट राशि व्यक्ति जहाँ कि आपणकर प्रेम दुनिया रे जो माने जड़ित अछंती मधुर वार्तालाप सहित प्रेम रे किछि कथावार्ता पई शुभ युग बनौछि। तत्सहित विवाह संबंध किछि कथावार्ता मध्य आज आलोचना करि पारंती। आज कर्कट राशि व्यक्ति राजनीतिक सामाजिक क्षेत्र में आपणकर पदमर्यादा वृद्धि करने सहित ग्रह माने आपन को संपूर्ण सहयोग करुछंती। तत्सहित कर्कट राशि व्यक्ति आज जहाँ कि शिक्षार्थी विद्यार्थी मानकर जदि इंटरव्यू एग्जाम थिबो आपण अनेक प्रकार लाभ प्राप्त करिवार पूर्ण सुयोग रहुछि। आज कर्कट राशि व्यक्ति व्यापार वाणिज्य रे आपण आशा ठारू अधिक लाभ करिवार पूर्ण युग रहुछि। नूतन व्यापार वाणिज्य निष्पत्ति नवा पई ग्रह माने आपण को संपूर्ण सहयोग करुछंती। आज कर्कट राशि व्यक्ति कौनसी कार्य पई जदि दूर यात्रा करुछंती सेथिरे निश्चित सफलता प्राप्त करिवार उत्तम युग रहुछि। आज कर्कट राशि व्यक्तिंकर भाग्य संख्या रहिछि जहाँ कि 9। ग्रह माने आपण को आज जहाँ कि 98% साथ दउछंती एवं आपणकर भाग्य रंग रहिछि जहाँ कि कमला रंग।
ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଦିନଟି ଆପଣ ଅନେକ କ୍ଷେତ୍ରରେ ବାଧା ଉପୁଜିପାରେ। ଦୈନନ୍ଦିନ କାର୍ଯ୍ୟ ଗୁଡିକ ଆପଣ ଠିକ ସେ ନ କରିପାରନ୍ତି। ତତ୍ସହିତ କାର୍ଯ୍ୟରେ ଅନେକ ଆପଣଙ୍କୁ ଚାପଗ୍ରସ୍ତ ରହିପାରନ୍ତି। ବିଶେଷ କରି ଆପଣଙ୍କର କାର୍ଯ୍ୟ ଗୁଡିକୁ ଆପଣଙ୍କୁ ହତାଶ କରିପାରେ। ଆପଣ କୌଣସି ନୂତନ କାର୍ଯ୍ୟ ଦାୟିତ୍ୱରେ ଥିବେ ତାହା ଆପଣଙ୍କ ଚରିତ୍ର ଉପରେ ଆକ୍ଷେପ ଆସିପାରେ ବା ଆପଣ ବଦନାମ ହୋଇପାରନ୍ତି। ତେଣୁ ନିଶ୍ଚିତ ସିଂହ ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରୁହନ୍ତୁ। ତତ୍ସହିତ ସିଂହ ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ପାଠ ପଢାରେ ଅବହେଳା ଯୁକ୍ତ ରହିପାରନ୍ତି। ନିଜର ଚାକିରି ସମ୍ବନ୍ଧ କାର୍ଯ୍ୟ ଗୁଡିକ ମଧ୍ୟ ଆପଣଙ୍କୁ ହତାଶ କରିପାରେ। ତତ୍ସହିତ ଇଣ୍ଟରଭ୍ୟୁ ଏକ୍ସାମରେ ଆଶା ଅନୁଯାୟୀ ସଫଳତା କରିବା ଭାରି କଷ୍ଟକର ଯୁଗ ବନଉଛି। ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପଦମର୍ଯ୍ୟାଦା ନିମ୍ନଗାମୀ ରହୁଛି। ତତ୍ସହିତ ଆଜି ଯାହାକି ସିଂହ ରାଶି ବ୍ୟକ୍ତି ଯଦି ଆପଣ ବିବାହ ଜନିତ କ୍ଷେତ୍ରରେ ଜଡିତ ଅଛନ୍ତି ତେବେ ଆଜି ବାଦ ବିବାଦ ଅଧିକ ଦେଖା ଦେବାର ଚାନ୍ସ ରହୁଛି। ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି, ଯାହା ସିଂହ ରାଶି ବ୍ୟକ୍ତିଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତେବେ ସିଂହ ରାଶି ବ୍ୟକ୍ତି ଆଜି ଅର୍ଥଜନିତ କାରବାରରେ ଆପଣ ଆଶା ଅନୁଯାୟୀ ଲାଭ ପ୍ରାପ୍ତ କରିପାରିବେ ନାହିଁ, କିନ୍ତୁ କ୍ଷତି ମଧ୍ୟ ହେବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ଯାହାକି ସିଂହ ରାଶି ବ୍ୟକ୍ତି ଆପଣ କୌଣସି ନୂତନ ବେପାର ବାଣିଜ୍ୟ ଠାରୁ ନିଜକୁ ଦୂରତା ଅବଲମ୍ବନ କରିବାର ନିହାତି ଆବଶ୍ୟକତା ରହିଛି। ଆଜି ଯାହାକି ସିଂହ ରାଶି ବ୍ୟକ୍ତିଙ୍କର ଆପଣଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ସ୍ୱାସ୍ଥ୍ୟ ଆପଣଙ୍କୁ ଅସ୍ଥିରତା ଦେଖା ଦେଇପାରେ। ତେଣୁ ସ୍ୱାସ୍ଥ୍ୟ ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ତତ୍ସହିତ ସିଂହ ରାଶି ବ୍ୟକ୍ତିଙ୍କର ଆଜି ଦୂରଯାତ୍ରା କୌଣସି କାର୍ଯ୍ୟ ପାଇଁ ଯାଉଛନ୍ତି ତାହା ସଫଳ ହେବା ଭାରି କଷ୍ଟକର। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1। ଭାଗ୍ୟ ରଙ୍ଗ ଆପଣ ଯାହାକି ନାଲି ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ଯାହାକି ଆପଣଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ସ୍ୱାସ୍ଥ୍ୟ ପ୍ରତି ନିଶ୍ଚିତ ସଚେତନ ରହିବାର ଆବଶ୍ୟକତା ରହିଛି। ତତ୍ସହିତ କନ୍ୟା ରାଶି ବ୍ୟକ୍ତି ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆପଣ ନିଶ୍ଚିତ ଆଜି ଅଧିକ ସଚେତନ ଆବଶ୍ୟକତା ରହିଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଯାହାକି ଆପଣଙ୍କର ଦୈନନ୍ଦିନ କାର୍ଯ୍ୟ ଗୁଡିକ ଭିତରେ ଅନେକ ସମସ୍ୟା ଆସିପାରେ। ବିଶେଷ କରି ଆପଣ ଝଗଡା କଳହ ଆସିବାର ସମ୍ଭାବନା ରହୁଛି। ତତ୍ସହିତ ଏହା ପ୍ରତି ଆପଣ ନିଶ୍ଚିତ ଟିକେ ସାବଧାନ ରୁହନ୍ତୁ ଏବଂ ଶତ୍ରୁ ମାନଙ୍କ ଠାରୁ ଯୋଉମାନେ ଆପଣଙ୍କୁ ହଇରାଣ କରନ୍ତି ସେମାନଙ୍କ ପ୍ରତି ଟିକେ ଆପଣ ଆଜିକା ପାଇଁ ଶାନ୍ତ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଆଜି ଯାହାକି କନ୍ୟା ରାଶି ବ୍ୟକ୍ତିଙ୍କର କୌଣସି ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ତାହା ଆପଣଙ୍କ ପାଇଁ ଲାଭଦାୟକ ହୋଇ ନପାରେ ବା ପ୍ରେମ ସମ୍ବନ୍ଧରେ ଆପଣଙ୍କୁ ମହଙ୍ଗା ପଡିପାରେ। ତେଣୁ ନିଶ୍ଚିତ କନ୍ୟା ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରୁହନ୍ତୁ। ତେବେ କନ୍ୟା ରାଶି ବ୍ୟକ୍ତି ଆଜି କୌଣସି କାର୍ଯ୍ୟ ପାଇଁ ଯଦି ଆପଣ ଦୂରଯାତ୍ରା କରୁଛନ୍ତି ସେଥିରେ ସଫଳତା ହେବା ଭାରି କଷ୍ଟକର। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଯାହାକି ଆପଣଙ୍କର ବେପାର ବାଣିଜ୍ୟ ଆଶା ଠାରୁ ଲାଭ ପ୍ରାପ୍ତ କରିବା ଭାରି କଷ୍ଟକର। ତେଣୁ ଆବଶ୍ୟକ ସ୍ଥଳେ ଯୋଜନା ପ୍ରସ୍ତୁତ କରି ଯଦି ବେପାର ବାଣିଜ୍ୟ କରିବେ ତେବେ ଆକସ୍ମିକ ଭାବେ ଆପଣଙ୍କର ବେପାର ବାଣିଜ୍ୟ ବୃଦ୍ଧି ହେବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ଯାହାକି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2। ଭାଗ୍ୟ ରଙ୍ଗ ଆପଣ ଯାହାକି ନାଲି ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 35% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ଆଜି ଯେକୌଣସି କାର୍ଯ୍ୟ କରନ୍ତୁ ନା ତାହା କାର୍ଯ୍ୟ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ ଏବଂ ମନରେ ଆପଣଙ୍କର ସାହସିକତା ଆସିପାରେ ତୁଳା ରାଶି ବ୍ୟକ୍ତିଙ୍କର। ଆଜି ତୁଳା ରାଶି ବ୍ୟକ୍ତି ଯାହାକି ଅଫିସ ଜନିତ କାର୍ଯ୍ୟ ଗୁଡିକୁ ଆପଣଙ୍କୁ ଏକ ଭିନ୍ନ ପ୍ରକାର କାର୍ଯ୍ୟ ହୋଇପାରେ। କାର୍ଯ୍ୟ କୌଶଳରେ କିଛି ପଦୋନ୍ନତି ବା କାର୍ଯ୍ୟର କିଛି ଚେଞ୍ଜ ଆସିପାରେ। ତତ୍ସହିତ ତୁଳା ରାଶି ବ୍ୟକ୍ତି ଆଜି ନିଜର କାର୍ଯ୍ୟ ଗୁଡିକୁ ନିଶ୍ଚିତ ଆପଣଙ୍କୁ ସଫଳତା ଏବଂ ମନରେ ସାହସିକତା ଦେଇପାରେ। ତେବେ ତୁଳା ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନେ ସମ୍ପୂର୍ଣ୍ଣ ଭଲ ଭାବେ ରହିବେ, ମନରେ ଆନନ୍ଦିତ ଦେବ। ତେବେ ଆଜି
ଯାହାକି ତୁଳା ରାଶି ବ୍ୟକ୍ତିଙ୍କର ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ଆପଣ ସେଥିରେ ନିଶ୍ଚିତ ଛାତ୍ରଛାତ୍ରୀ ମାନେ ସଫଳତା ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ତତ୍ସହିତ ତୁଳା ରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ମଧୁର ସମ୍ପର୍କ ବୃଦ୍ଧି ହବ। ତତ୍ସହିତ ତୁଳା ରାଶି ବ୍ୟକ୍ତି ଆଜି ଯାହାକି ଆପଣଙ୍କର ମାଙ୍ଗଳିକ କିଛି କାର୍ଯ୍ୟକ୍ରମ ପାଇଁ ଉତ୍ତମ ଯୁଗ ରହୁଛି, ଯାହାକି ବିବାହ ସମ୍ବନ୍ଧ କଥାବାର୍ତ୍ତା ପାଇଁ ଗ୍ରହ ମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆଜି ତୁଳା ରାଶି ବ୍ୟକ୍ତି ଯାହାକି ଆପଣ ପରିବାର ବର୍ଗ ବନ୍ଧୁ ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବ। ତତ୍ସହିତ ତୁଳା ରାଶି ବ୍ୟକ୍ତି ଆଜି ଆପଣ ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି ଏବଂ ବେପାର ବାଣିଜ୍ୟରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଗ୍ରହ ମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆଜି ତୁଳା ରାଶି ବ୍ୟକ୍ତି ଆପଣଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ପୂର୍ବରୁ ଯେଉଁ ସ୍ୱାସ୍ଥ୍ୟ ସମସ୍ୟା ଥିଲା ଆଜି ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଯାହାକି କୌଣସି କାର୍ଯ୍ୟ ପାଇଁ ଯଦି ଦୂରଯାତ୍ରା କରୁଛନ୍ତି ସେଥିରେ ନିଶ୍ଚିତ ସଫଳତା ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9। ଭାଗ୍ୟ ରଙ୍ଗ ଆପଣ ଯାହାକି ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ସକଳ ପ୍ରକାର କାର୍ଯ୍ୟ ଆପଣଙ୍କର ସିଦ୍ଧି ଯୁଗ ରହୁଛି। ତତ୍ସହିତ ଆପଣଙ୍କର କାର୍ଯ୍ୟଶୈଳୀରେ ସମସ୍ତେ ଆପଣଙ୍କୁ ପ୍ରଶଂସା କରିପାରନ୍ତି। ବିଶେଷ କରି ଚାକିରି ସମ୍ବନ୍ଧରେ କାର୍ଯ୍ୟ ଗୁଡିକୁ ନିଶ୍ଚିତ ଦୃଷ୍ଟି ଆକର୍ଷଣମୟ ହୋଇପାରେ। ଆଜି ବିଛା ରାଶି ବ୍ୟକ୍ତି ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କିଛି ମାତ୍ରାରେ ହବାର ଉତ୍ତମ ଯୁଗ ବନଉଛି। ତତ୍ସହିତ ବିଛା ରାଶି ବ୍ୟକ୍ତି ଆଜି ଆପଣଙ୍କର ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ପଦମର୍ଯ୍ୟାଦା ବଢିବା ସହିତ ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ନିଶ୍ଚିତ କୃତ କାର୍ଯ୍ୟ କରିପାରନ୍ତି ଛାତ୍ରଛାତ୍ରୀ ମାନେ। ଆଜି ବିଛା ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ମଧୁର ବାର୍ତ୍ତାଳାପ କରିବାର ଉତ୍ତମ ଯୁଗ ରହୁଛି ଏବଂ ନୂତନ ପ୍ରେମ ବାର୍ତ୍ତାଳାପ କରିବା ପାଇଁ ଗ୍ରହ ମାନେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଏବଂ ଆଜି ବିଛା ରାଶି ବ୍ୟକ୍ତି ପରିବାର ବର୍ଗ ବନ୍ଧୁ ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବ ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ବିଛା ରାଶି ବ୍ୟକ୍ତି ଆଜି ଯାହାକି ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ ଯାହାକି ପରିବାର ବର୍ଗ ବନ୍ଧୁ ବର୍ଗଙ୍କ କ୍ଷେତ୍ରରେ ମଧ୍ୟ ସହଯୋଗ ମିଳିବ ଏବଂ ସମ୍ବନ୍ଧ ତାଙ୍କ ସହିତ ଭଲ ରହିବ। ଆଜି ବିଛା ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ଆଶା ଅନୁଯାୟୀ ଲାଭ ପ୍ରାପ୍ତ କରିବା ଟିକେ ଯୋଜନା ପ୍ରସ୍ତୁତ କରିଲେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିପାରନ୍ତି। ତେବେ ବିଛା ରାଶି ବ୍ୟକ୍ତି ଆଜି ନିଶ୍ଚିତ ନିଜର କାର୍ଯ୍ୟ ଗୁଡିକୁ ଏକ ଭିନ୍ନ ପ୍ରକାର ହବ ଯାହାକି ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଗ୍ରହ ମାନେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆଉ ବିଛା ରାଶି ବ୍ୟକ୍ତି ଯାହାକି ଆପଣ କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି ସେ ଯାତ୍ରା ଆପଣଙ୍କର ନିଶ୍ଚିତ ସଫଳତା ହବ ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ତେବେ ବିଛା ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ମାନସିକ ସ୍ତରରେ ମଧ୍ୟ ଆପଣ ସୁସ୍ଥ ରହିବେ ଯାହା କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7। ଭାଗ୍ୟ ରଙ୍ଗ ଆପଣ ହଳଦିଆ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣ ଟିକେ ସଚେତନ ସହକାରେ କାର୍ଯ୍ୟ କରନ୍ତୁ। ମାନସିକ ସ୍ତରରେ ଆପଣ ଦୁର୍ବଳ ଅସ୍ଥିରତା ଦେଖା ଦେଇପାରେ ଏବଂ କାର୍ଯ୍ୟ ଗୁଡିକ ଅନେକ ତ୍ରୁଟି ରହୁଛି ଯାହାକି ଅଫିସ ଜନିତ କାର୍ଯ୍ୟରେ, ତେଣୁ କାର୍ଯ୍ୟ ଗୁଡିକ ନିଶ୍ଚିତ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରନ୍ତୁ ନହେଲେ କାର୍ଯ୍ୟରେ ଅନେକ ଚାପ ଏବଂ ଉପରସ୍ଥ କର୍ମଚାରୀଙ୍କ ରାଗରେ ଶିକାର ହୋଇପାରନ୍ତି। ତେଣୁ ଏହା ପ୍ରତି ଧନୁ ରାଶି ବ୍ୟକ୍ତି ସଚେତନ ରୁହନ୍ତୁ। ତେବେ ଧନୁ ରାଶି ବ୍ୟକ୍ତି ଯୋଉମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ନିଜକୁ ଆଜି ସ୍ଥିରତା ଅବଲମ୍ବନ କରନ୍ତୁ ଯାହା ଆପଣଙ୍କ ପାଇଁ ଭଲ ହେବେ। ତେବେ ଧନୁ ରାଶି ବ୍ୟକ୍ତି ଆଜି ଯୋଉମାନେ ପ୍ରେମ ଦୁନିଆରେ ଜଡିତ ଅଛନ୍ତି ମଧୁର ସମ୍ପର୍କ ପାଇଁ ଆଜି ବିଶେଷ ଭଲ ଦିନ ହୋଇ ନପାରେ। ନିଜ ଭିତରେ ଆଜି ସମ୍ପର୍କ ଯାହାକି କଳହ ଯୁକ୍ତିତର୍କ ହବାର ସମ୍ଭାବନା ରହୁଛି। ପାରିବାରିକ ଏବଂ ବନ୍ଧୁବର୍ଗଙ୍କ ସହିତ କିଛି ବୈଚାରିକ ମତଭେଦ ଆସିପାରେ, ତେଣୁ ଏହା ପ୍ରତି ସଚେତନ ରୁହନ୍ତୁ। ଆଜି ଧନୁ ରାଶି ବ୍ୟକ୍ତି ଯାହାକି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ଆଶା ଅନୁଯାୟୀ ଯାହାକି ସଫଳତା ପ୍ରାପ୍ତ କରିବା ଭାରି କଷ୍ଟକର। ଆଜି ଧନୁ ରାଶି ବ୍ୟକ୍ତି କୌଣସି କାର୍ଯ୍ୟ ପାଇଁ ଯଦି ଦୂରଯାତ୍ରା କରୁଛନ୍ତି ସେଥିରେ ସଫଳତା ହବା ଭାରି କଷ୍ଟକର। ତେବେ ଧନୁ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ
आपण आकस्मिक भावे निजर व्यापार वाणिज्य वृद्धि होबार चांस रहुची। तेणु आज धनुराशि व्यक्तिंकर स्वास्थ्यगत दृष्टि देखिले आपणकर विभिन्न प्रकार स्वास्थ्य समस्या अस्थिर करि पारे। तेणु निश्चित निजर स्वास्थ्य प्रति सचेतन रुहंतु जहा आपणक पई भलो हेबे। तेबे आज धनुराशि व्यक्तिंकर भाग्य संख्या रही जहा कि 7, भाग्य रंग आपण नील रंग व्यवहार करि परिबे एवं ग्रह माने आपण को आज जहा कि 70% साथ दउछंती। चलंतु जानिपा मकर राशि व्यक्ति विषय। मकर राशि व्यक्ति आज प्रत्येक कार्य आपण को सावधान सहकारे करंतु। जेकोसी कार्य करूछंती निश्चित योजना प्रस्तुत करी कार्य करंतु। आवश्यक स्थले आपण मन को शांत रखिबा पई टिके प्रवचन संगीत शुणंतु जहा मकर राशि व्यक्ति भल हेबो। तेबे आज दैनंदिन कार्य गुड़ी को अस्थिरता एवं कार्य त्रुटि देखा दे पारे, कार्य चाप वृद्धि होई पारे। तेणु यह प्रति मकर राशि व्यक्ति सचेतन रहिबा सहित निजर जहा कि राजनैतिक सामाजिक क्षेत्र में कार्य करुवा व्यक्ति माने निजको स्थिरता रखंतु। आवश्यक स्थले आपण कहा सहित जुक्ति तर्क करंतु नाही। शिक्षार्थी विद्यार्थी मानक पई आज उत्तम दिन होई न पारे। आज जहा कि मकर राशि व्यक्ति आपणकर प्रेम दुनिया रे जो माने जड़ित अछंती आज मधुर संपर्क रे फाट सृष्टि होबा सहित कलह जुक्ति तर्क आडकू कथावार्ता जाई पारे। तेणु आवश्यक स्थले चुप रुहंतु। आज मकर राशि व्यक्ति जहा कि आपण व्यापार वाणिज्य रे अनेक प्रकार क्षति सामना करबा को पड़ी पारे। तेणु व्यापार वाणिज्य प्रथमे तो योजना प्रस्तुत करी व्यापार वाणिज्य करंतु। देखिबे कोनोसी व्यापार वाणिज्य आपणकर क्षति रे पहुंचबो नाही। आज जहा कि मकर राशि व्यक्ति कोनोसी नूतन जहा कि व्यापार वाणिज्य निष्पत्ति ठारू दूरता अवलंबन करंतु। आज अनावश्यक अर्थ ठारू खर्च कोनोसी करंतु नाही। कोनोसी धार उधार आज करंतु नाही जहा आपनको पई भलो होबे। तेबे मकर राशि व्यक्ति आज स्वास्थ्यगत दृष्टि देखिले आपणकर स्वास्थ्य समस्या किछि मात्रा रे आपनको व्यतिव्यस्त करि पारे। तेणु मकर राशि व्यक्ति यहा प्रति निश्चित सावधान रुहंतु। आज मकर राशि व्यक्तिंकर भाग्य संख्या रही जहा कि 3, भाग्य रंग आपण जहा कि सुनेल रंग व्यवहार करि परिबे एवं ग्रह माने आपण को आज 40% साथ दउछ। एबे चलंतु जानिबा कुंभ राशि व्यक्ति विषय। कुंभ राशि व्यक्ति आज सकल प्रकार कार्य रे आपणकर सिद्धि युग रहुची। आज कुंभ राशि व्यक्ति किछि आध्यात्मिक कार्य रे निजको लिप्त करि पारंती। तत्सहित प्रत्येक कार्य रे आपनको आनंद देई पारे एवं कुंभ राशि व्यक्ति आपणकर दैनंदिन कार्य गुडी को आगो को बढ़िबार सहयोग मिलि पारे। तत्सहित ऑफिस जनित कार्य क्षेत्र रे परिवार वर्ग, बंधु वर्ग एवं उपरस्थ कर्मचारी आपणको सहयोग करिवे एवं आपणकर कार्य कौशल रे आपणको प्रशंसार पात्र बनै पारंती। जहा कुंभ राशि व्यक्ति भाग्य चक्र रु जणा पडुछ। तेबे कुंभ राशि व्यक्ति आज राजनैतिक सामाजिक क्षेत्र में आपणकर पदमर्यादा वृद्धि करबा सहित आपणकर दबदबा बढ़िबो। आज कुंभ राशि व्यक्ति शिक्षार्थी विद्यार्थी मानकर इंटरव्यू एग्जाम थिले सेथिरे अनेक प्रकार सफलता लाभ करिवार पूर्ण शुभ योग रहिछि। आज कुंभ राशि व्यक्ति जहा कि आपणकर प्रेम दुनिया रे जो माने जड़ित अछंती मधुर संपर्क रखिबा पई चेष्टा करंतु एवं आपणकर संपर्क भितरे मध्य आहुरी निपुण होई पारंती। तेबे आज विवाह मांगलिक संबंध किछि कथावार्ता पई उत्तम युग रहुची। तत्सहित आज जहा कि कुंभ राशि व्यक्ति जहा कि आपणकर परिवार वर्ग, बंधु वर्ग सहित भल संबंध रहिबार उत्तम युग बनउची। आज कुंभ राशि व्यक्ति व्यापार वाणिज्य रे अनेक प्रकार लाभ प्राप्त करिवार पूर्ण सुयोग रहुची। तत्सहित आज कुंभ राशि व्यक्ति नूतन व्यापार वाणिज्य निष्पत्ति नबा पई ग्रह माने आपनको संपूर्ण सहयोग करिबा सहित कुंभ राशि व्यक्ति कोनोसी कार्य पई जहा कि आपण योजना प्रस्तुत करी जदि दूर यात्रा करूछंती कुंभ राशि व्यक्ति से कार्यर निश्चित सफलता हबो। एथिरे कोनोसी संदेह नाही। आज कुंभ राशि व्यक्तिंकर स्वास्थ्यगत दृष्टि देखिले आपण संपूर्ण सुस्थ रहिबे। कोनोसी स्वास्थ्य समस्या आपनको विग्रस्त करिबो नाही। आज कुंभ राशि व्यक्तिंकर भाग्य संख्या रही जहा कि 1, भाग्य रंग आपण हलदी रंग व्यवहार करि परिबे एवं ग्रह माने आपण को आज 98% साथ दउछन। एबे चलंतु जानिबा मीन राशि व्यक्ति विषय। मीन राशि व्यक्ति आज प्रत्येक कार्य
ଯାହାକି କୌଣସି କାର୍ଯ୍ୟ ପାଇଁ ଆପଣ ଦୂରଯାତ୍ରା କରୁଛନ୍ତି ସେ କାର୍ଯ୍ୟ ଆପଣଙ୍କର ସଫଳତା ହେବା ଭାରି କଷ୍ଟକର ଯୁଗ ବନଉଛି। ତେଣୁ ଦୂରଯାତ୍ରା କରୁଥିଲେ ଆଜି ଯଦି ପାରିବେ ଆପଣ ତାହାକୁ ଦୂରେଇବା ପାଇଁ ଚେଷ୍ଟା କରନ୍ତୁ। ଆଜି ମୀନ ରାଶି ବ୍ୟକ୍ତିଙ୍କର ଯାହାକି ଆପଣଙ୍କର ଦୈନନ୍ଦିନ କାର୍ଯ୍ୟରେ ଅନେକ ଅସ୍ଥିରତା, ମତ ପାର୍ଥକ୍ୟ, ବାଦ ବିବାଦ ସୃଷ୍ଟି ହୋଇପାରେ। ତେଣୁ ଏହା ପ୍ରତି ସଚେତନ ରହିବା ସହିତ ମୀନ ରାଶି ବ୍ୟକ୍ତି ଆପଣଙ୍କର ଅଫିସ ଜନିତ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର କାର୍ଯ୍ୟ ଚାପ ବୃଦ୍ଧି ହେବ ଏବଂ ଆପଣଙ୍କର ଉପରସ୍ଥ କର୍ମଚାରୀ, ପରିବାର ବର୍ଗ ଏବଂ ସହଯୋଗୀ ମାନେ ଆପଣଙ୍କୁ ହାତ ବଢେଇବେ ନାହିଁ, ବରଂ ଦୂରେଇ ଯିବେ। ତେଣୁ ଏହା ପ୍ରତି ସଚେତନ ରୁହନ୍ତୁ ମୀନ ରାଶି ବ୍ୟକ୍ତି। ଆଜି ମୀନ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ମଧୁର ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତୁ। କୌଣସି ଯୁକ୍ତିତର୍କ କଳହ କରନ୍ତୁ ନାହିଁ। ଯଦି ଏହା କରୁଛନ୍ତି ଆପଣଙ୍କ ଭିତରେ ମତ ପାର୍ଥକ୍ୟ ଏବଂ ଅନେକ ପ୍ରକାର ରାଗ, ଦୋଷ ଏବଂ ଯୁକ୍ତିତର୍କ ଭିତରେ କଥାବାର୍ତ୍ତା ଯାଇପାରେ। ତେଣୁ ମୀନ ରାଶି ବ୍ୟକ୍ତି ନିଶ୍ଚିତ ଆବଶ୍ୟକ ସ୍ଥଳେ ଚୁପ୍ ରୁହନ୍ତୁ, ଯାହା ଆପଣଙ୍କର ସମ୍ପର୍କ ଭଲ ରହିବ। ଏବଂ ମୀନ ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପଦମର୍ଯ୍ୟାଦା ହାନି ଯୁଗ ରହୁଛି। ଇଣ୍ଟରଭ୍ୟୁ ଏକ୍ଜାମରେ ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହିବା ସହିତ ଛାତ୍ରଛାତ୍ରୀ ମାନେ ବିଶେଷ ପାଠ ପଢାରେ ଅବହେଳା ଯୁକ୍ତ ରହିପାରନ୍ତି। ଆଜି ମୀନ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆଶା ଅନୁଯାୟୀ ଲାଭ ପ୍ରାପ୍ତ କରିବା ଭାରି କଷ୍ଟକର ଯୁଗ ବନଉଛି। ତେଣୁ ମୀନ ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସାବଧାନ ରୁହନ୍ତୁ। ଆଜି ମୀନ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଅସ୍ଥିରତା ଆଡକୁ ଅଗ୍ରଗତି କରୁଛି। ତେଣୁ ନିଶ୍ଚିତ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହୁଛି। ଆଜି ଯାହାକି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8, ଭାଗ୍ୟ ରଙ୍ଗ ଆପଣ ଯାହାକି ଗୋଲାପୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଓಂ ବିଷ୍ଣବେ ନମଃ। ନମସ୍କାର।